ଶ୍ରୀ ଶ୍ରୀ ବାବା ଆଖଣ୍ଡଳମଣିଙ୍କ 14ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବସ୍ତା ବ୍ଲକ ଅନ୍ତର୍ଗତ ନଟାକୋଟା ପଞ୍ଚାୟତ ସ୍ଥିତ ଅମରଦା ରୋଡ ପଡ଼ିଆରେ ଶ୍ରୀ ଶ୍ରୀ ବାବା ଆଖଣ୍ଡଳମଣିଙ୍କ 14ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଛି। ଅମରଦା ରୋଡ ସମେତ ବିଭିନ୍ନ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ଗହଣରେ ରବିବାର ଏକ ଭକ୍ତିମୟ ପରିବେଶରେ ଉତ୍ସବକୁ ପାଳନ କରାଯାଇଛି। ଉତ୍ସବର ସମାଗମ ନିମନ୍ତେ ବାବା ଆଖଣ୍ଡଳମଣି ଭଜନ ମଣ୍ଡଳ, ସଂକୀର୍ତ୍ତନ ମଣ୍ଡଳୀ, ବଜାର କମିଟି, ଆଞ୍ଚଳିକ ଭକ୍ତବୃନ୍ଦ ସହଯୋଗରେ ଏହି ଉତ୍ସବ ପାଳିତ ହୋଇଥିବା ବେଳେ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଅଷ୍ଟପ୍ରହରୀ ଏବଂ ଭଜନ କୀର୍ତ୍ତନ ନିମନ୍ତେ ବହୁ ଶ୍ରଦ୍ଧାଳୁ ବୁଦ୍ଧିଜୀବୀ ଯୋଗ ଦେଇ ପୂଜା ଅର୍ଚ୍ଚନା କରିଛନ୍ତି। ମୁଖ୍ୟ ପୂଜକ ପ୍ରସନ୍ନ କୁମାର ମିଶ୍ର, ସୁରେଶ କୁମାର ମିଶ୍ର, ତପନ କୁମାର ମିଶ୍ର, ଗୋଲୋକ ବିହାରୀ ମିଶ୍ର, ନୀଳାଦ୍ରି ମିଶ୍ରଙ୍କ ଦ୍ୱାରା ଯଥାବିଧି ପୂଜା ଅର୍ଚ୍ଚନା କରାଯାଇଥିଲା। ପୂଜା ମଣ୍ଡପକୁ ଭକ୍ତଙ୍କୁ ଆକର୍ଷିତ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ରଙ୍ଗୀନ ଆଲୋକମାଳା, ସୁସଜ୍ଜିତ ତୋରଣ ସାଙ୍ଗକୁ ସନ୍ଧ୍ୟାରେ ସନ୍ଧ୍ୟା ଆରତୀ ସାଙ୍ଗକୁ ଭଜନ ସନ୍ଧ୍ୟା ଦେଖିବା ପାଇଁ ପ୍ରବଳ ଭିଡ଼ ହେଉଥିବା ପରିଲକ୍ଷିତ ହୋଇଛି। ବସ୍ତାରୁ ଶିରୀଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।